ଦେଖନ୍ତୁ ବର୍ତ୍ତମାନ ଦୁବାଇରେ ଯାହା ପରିସ୍ଥିତି ରହିଛି ତାହା ନିୟନ୍ତ୍ରଣାଧୀନ ରହିଛି ଏବଂ ସରକାରଙ୍କ ତରଫରୁ ହଉ ବା ଭାରତୀୟ ଦୂତାବାସ ତରଫରୁ ଆମକୁ ରେଗୁଲାର ଇଣ୍ଟରଭେଣ୍ଟ ଆମ ପାଖକୁ ମେସେଜିଂ କରାଯାଉଛି କ'ଣ କରିବା କଥା, କେଉଁ ଫୋନ୍ ନମ୍ବରକୁ ଯଦି କିଛି କୌଣସି ପ୍ରକାର ଅସୁବିଧା ହୁଏ ଫୋନ୍ ନମ୍ବର ଦିଆଯାଉଛି କି ଆପଣ ଏଇ ନମ୍ବରରେ ଫୋନ୍ କରିପାରିବେ। ତା ବାହାରେ ଏଠି ଯେଉଁ ୟୁଏଇ ଗଭର୍ଣ୍ଣମେଣ୍ଟର ଅଲଗା ଅଲଗା ଯେଉଁ ବିଭାଗ ରହିଛି ସେମାନଙ୍କ ତରଫରୁ ମଧ୍ୟ ବହୁତ ପ୍ରକାରର ଏଠି ନମ୍ବର ଦିଆଯାଉଛି କି ଆପଣଙ୍କୁ ଯେକୌଣସି ଜାଗାରେ ଆପଣ ରହିଯାଇଛନ୍ତି, କୌଣସି କାରଣରୁ ଯଦି ଆପଣ ରହିଯାଇଛନ୍ତି ତାହେଲେ ଏଇ ନମ୍ବରରେ ଫୋନ୍ କରିବା ପାଇଁ। ତେବେ ଆପଣ ଯୋଉଟା ଆପଣ ଖବରକାଗଜ ପଢ଼ୁଥିବେ ବା ନ୍ୟୁଜ୍ ଚ୍ୟାନେଲ ମାନଙ୍କ ଜରିଆରେ ଯୋଉଟା ଆପଣ ଦେଖୁଥିବେ ସେଇଟା ହେଲା କି ବର୍ତ୍ତମାନ ଦୁବାଇରେ ପରିସ୍ଥିତି କ'ଣ, ବହୁତ ପ୍ରକାର ଜିନିଷ ଲେଖାଯାଉଛି ବା ବହୁତ ପ୍ରକାର ଜିନିଷ କୁହାଯାଉଛି। କିନ୍ତୁ ମୁଁ ବର୍ତ୍ତମାନ ଯୋଉଠି ଛିଡ଼ା ହଉଛି ମୋର କ୍ୟାମେରା ଫ୍ଲିପ୍ କରିବି ଯାହାଦ୍ୱାରା କି ଆପଣ ଦେଖିପାରିବେ କି ବର୍ତ୍ତମାନ ଦୁବାଇରେ କ'ଣ ଚାଲିଛି। ତ ଆପଣ ଏଠି ଦେଖିପାରୁଥିବେ ଏଇଟା ଗୋଟେ ରାସ୍ତା, ଯୋଉ ରାସ୍ତାରେ କି ପୁରା ରେଗୁଲାର ଯେମିତିଆ ସବୁଦିନ ଗାଡ଼ି ଆସିବା ଯିବା ହୁଏ, ଗାଡ଼ି ଆସିବା ଯିବା ହେଉଛି, ଏମିତିଆ କିଛି ନାହିଁ କି ରାସ୍ତାରେ ଜମାରୁ ଗାଡ଼ି ଚାଲୁନି। ଆପଣ ଦେଖିପାରୁଥିବେ ସମୟ ପାଖାପାଖି 5ଟା ନାଉ ସନ୍ଧ୍ୟାର 5ଟା ବାଜିଛି ଏବଂ ସମସ୍ତେ ଏବେ ଘରମୁହାଁ ହେଉଛନ୍ତି। ସୋ ଲୋକମାନେ ବାହାରକୁ ଯାଉଛନ୍ତି, ଲୋକମାନେ ବାହାରୁ ନିଜ କାମ କରିକି ଫେରୁଛନ୍ତି। କୌଣସି ପ୍ରକାର ଏଠି ପ୍ରତିବନ୍ଧକ ନାହିଁ କି ଆପଣ ଜମାରୁ ବାହାରକୁ ଯାଇପାରିବେ ନାହିଁ, କିନ୍ତୁ ନିଶ୍ଚିତ ଭାବରେ ସତର୍କ କରାଯାଉଛି କି ଯଦି ବାହାରେ କୌଣସି ପ୍ରକାର କାମ ନାହିଁ ତେବେ ଅଯଥାରେ ବାହାରକୁ ନ ଯିବା ପାଇଁ। ଏଠି କୌଣସି ପ୍ରକାର ଆମକୁ କୁହାଯାଏ ନାହିଁ କି ଆପଣ ବାହାରକୁ ଯାଇପାରିବେନି, ଆପଣ କୌଣସି ପ୍ରକାର କାମ କରିପାରିବେନି। ତ ଯୋଉ ଜିନିଷଟା କୁହା ହଉଛି କି ଏଠି ଦୁବାଇରେ ଗୋଟେ ପ୍ରକାର ଆପଣ କହିପାରିବେ କି ଜୀବନଯାତ୍ରା ଯଦି ଠପ୍ ହେଇଯାଇଛି ସେଇଟା ନୁହଁ। ତା ବାହାରେ ମଧ୍ୟ ମୁଁ ଏଠି ଦେଖିବାକୁ ଚାହିଁବି କି ଏଇଟା ଗୋଟେ ଆମର ରେସିଡେନ୍ସିଆଲ ଏରିଆ ଯାହାକୁ ଆମେ କହୁଛୁ। ଆପଣ ଏଠି ଦେଖିପାରୁଥିବେ ଏଠି ଗାଡ଼ି ଯାଉଛି, ଏଠି ଲୋକମାନେ ୱାକ୍ରେ ଆଜି ବାହାରିଛନ୍ତି। ଆଉ ଟିକେ ଆଗକୁ ଆପଣ ଦେଖିପାରୁଥିବେ, ମୁଁ ଜାଣିନି ଆପଣଙ୍କୁ ଦେଖାଯାଉଛି ନା ନାହିଁ, ଏଠି ଦେଖିପାରୁଥିବେ ଆପଣ ଲୋକମାନେ ଚା ପିଇବା ପାଇଁ ଏକାଠି ହେଇଛନ୍ତି। ଗୋଟେ ଏଠି ଏଇଟା ଗୋଟେ ଟ୍ୟାକ୍ସି ଆସୁଛି ଯୋଉଥିରେ କି ଲୋକମାନେ ବାହାରକୁ ଯାଉଛନ୍ତି କରିବା ପାଇଁ। ଆଣ୍ଡ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ହେଲା କି ଯୋଉ ଡେଲିଭରି ଡ୍ରାଇଭର। ସୋ ଆପଣ ମୋଟାମୋଟି କହିବାକୁ ଗଲେ ଏଠି ବର୍ତ୍ତମାନ ଆପଣ ଦେଖିପାରିବେ ସ୍ଥିତି ସ୍ୱାଭାବିକ ଅଛି, ସେମିତିଆ କିଛି ବି ନାହିଁ। ତେବେ ଗୋଟେ ଜିନିଷ ନିଶ୍ଚିତ ଭାବରେ ମୁଁ କହିବାକୁ ଚାହିଁବି କି ଏମିତିଆ ପରିସ୍ଥିତି ଯେତେବେଳେ ବି ସୃଷ୍ଟି ହୁଏ ଆମେ ଆମମାନଙ୍କ ପ୍ରତି ଯୋଉମାନେ ଆମେ ମାନେ ନା ତ ଯୁଦ୍ଧ ବିଷୟରେ କେବେ ଦେଖିଛୁ, ବୋଧେ ଖାଲି ଆମେ ବହିରେ ପଢିଛୁ, ଆମେ କେବେ ସେଇ ବିଷୟରେ ବହୁତ କିଛି ଦେଖିନୁ। ଯେତେବେଳେ ଏମିତିଆ ଗୋଟେ ପରିସ୍ଥିତି ହୁଏ ମନ ଭିତରେ ସେ ଡର ଟିକେ ରହିବାଟା, ଡର ଆଶଙ୍କା, ବିକଜ ଗୋଟେ ଅନସର୍ଟନିଟି ରହୁଛି। ତ ସେ ଆଇ ମିନ୍ ସେଇ ଜିନିଷଟା ବହୁତ ଗୋଟେ ନ୍ୟାଚୁରାଲ ପ୍ରାକୃତିକ ଜିନିଷ ଗୋଟେ ଯୋଉଟା କି ହଉଛି ଏଠି।